तुमको शुभेच्छा चैतन्य महाप्रभुଙ୍କର ଆବିର୍ଭାବ ନିମନ୍ତେ। ତ ଉପର ବେଳା around 4ଟା ଏବେ 3:30 ବେଳକୁ ଆମେ ଶ୍ରବଣ କରିବା କି ଚୈତନ୍ୟ ମହାପ୍ରଭୁଙ୍କର ଆବିର୍ଭାବ ଆଉ ବାଲ୍ୟ ଲୀଳା। ତ ବେଶୀ ସମୟ ନେବିନି, 2-3 ମିନିଟ ହଉଛି କି ଭଗବାନ ଶ୍ରୀ ଚୈତନ୍ୟ ମହାପ୍ରଭୁ। ହରେ କୃଷ୍ଣ। ହରେ କ୍ଲୋଜ ଶୁଣା ଅଛି। ଏବେ ଶୁଣା ହେଲା କ୍ଲିୟରଲି? ହରେ କୃଷ୍ଣ। ଏବେ କ୍ଲିୟରଲି ଶୁଣା ଅଛି ତ? कृष्ण प्रभु जी सुना है। आज्ञा हाँ। प्रभु जी ठीक है। ओके। ତ ଶ୍ରୀମାନ ଚୈତନ୍ୟ ମହାପ୍ରଭୁ ତ ଭଗବାନ ଘରୁ ଯେତେବେଳେ କିଏ ଋଷିକି ପଳେଇଥାଏ, ସେତେବେଳେ ବାପା ମା ମାନେ କୁହନ୍ତି କି ତାର ସାଙ୍ଗକୁ କିମ୍ବା ତାଙ୍କର ଭାଇ କିଏ ଏଠି ଥିବେ, ତାକୁ କୁହନ୍ତି ତୁ ଦେଖେ ସେ ପିଲା କୁଆଡେ ଋଷିକି ଗଲାଣି, କଣ କରିବ କଣ ନାହିଁ। ତ ଭଗବାନ ଚୈତନ୍ୟ ମହାପ୍ରଭୁ ପରମାତ୍ମା ରୂପରେ ସମସ୍ତ ଜୀବ ଜନିରେ ଆମ ସହିତ ଆସୁଛନ୍ତି, କାହିଁକି ନା ଆମେ ଭଗବାନଙ୍କ ଠାରୁ ଈର୍ଷା ପରାୟଣ ହେଇକି ଦୂରକୁ ଯାଇଛେ। ତ ଏଇ ଅତି ଦୁର୍ଲଭ ମଣିଷ ଜୀବନରେ ଆମେ ପୁନଃ ଭଗବାନଙ୍କର ସଙ୍ଗ ସାନ୍ନିଧ୍ୟ ପ୍ରାପ୍ତ ହଉଛି ପ୍ରଭୁପାଦଙ୍କର ଅପାର କୃପାରୁ। ତେଣୁ ଏଇ ଚାନ୍ସ କୁ ଆମକୁ ମିସ୍ କରିବାର ନାହିଁ। ଭକ୍ତିର ବିଭିନ୍ନ ସ୍ତର ଅଛି, ଆଉ ଆମେ ଭକ୍ତିର ଆଭାସରେ ଅଛନ୍ତି। ତେଣୁ ଆମେ ଯେତେ ନିଷ୍ଠାପର ଭାବରେ ଭକ୍ତି କରିବା, ସେତେ ଆମେ ଭଗବାନଙ୍କର ସାନ୍ନିଧ୍ୟତା ଅନୁଭବ କରିପାରିବା। ଆଉ ବାସ୍ତବରେ ଭକ୍ତି କଲେ ଯୋଉ ଯୋଉ ପ୍ରକାର ପରିବର୍ତ୍ତନ ଆମ ପାଖରେ ଆସିବ, ସେଇଟା ନିଶ୍ଚୟ ଆସିବ। ସେଥିପାଇଁ ଏ ଭକ୍ତି ସୁସୁଖମ କର୍ତ୍ତମ ଅବ୍ୟୟମ୍, ଭକ୍ତି କେବେ ନଷ୍ଟ ହବନି ଆଉ ସୁଖ ପ୍ରଦାନ କରିବ। କିନ୍ତୁ ଆମେ ବହୁତ ସମୟରେ ଆମେ କଣ ପ୍ରାକ୍ଟିସନର ସାଧକ, ତେଣୁ କିନ୍ତୁ ଖାଲି ତ ସାଧକ ନୁହଁ, ଆମେ ଷ୍ଟ୍ରଗଲିଂ ସାଧକ। ଷ୍ଟ୍ରଗଲିଂ ସାଧକ ମାନେ ଆମେ ସଂଘର୍ଷ କରୁଛେ ଭକ୍ତିରେ ରହିବା ପାଇଁ। ତ ଆମ ସମସ୍ତଙ୍କର, ବିଶେଷ କରିକି ମୁଁ ମୋ କଥା ହିଁ କହିବି, ତ ଆମର କିଛି ଲିମିଟେସନ ଅଛି। ଆମେ ତୁରନ୍ତ ଶୁଦ୍ଧ ଭକ୍ତିକୁ ଆପଣେଇ ପାରୁନେ। ଆମର ତୀବ୍ର ଇଚ୍ଛା ଅଛି, କିନ୍ତୁ ଆମେ ଆପଣେଇ ପାରୁନେ। କାହିଁକି ନା ପୂର୍ବ ଅଭ୍ୟାସ, ଅନର୍ଥ, ଏସବୁ କାରଣରୁ ଆଉ ଆମେ ଶୁଦ୍ଧ ଭକ୍ତିକୁ ଆପଣେଇ ପାରୁନେ। ତ ସବୁ ଲିମିଟେସନ ସହିତ ଆମେ ପ୍ରଭୁପାଦଙ୍କର ଶରଣରେ ଆଶ୍ରିତ ହଉଛେ। କିନ୍ତୁ ଗୋଟିଏ ଗୁଣ ବିଶେଷ କରିକି ଆମେ ଯଦି କଲ୍ଟିଭେଟ କରିବା, ତାହେଲେ ଆମେ ଧୀରେ ଧୀରେ ଭକ୍ତିରେ ଆନନ୍ଦ ପାଇବା, ଆଉ ସେ ଆନନ୍ଦ ଆମକୁ ଆହୁରି ପ୍ରୋତ୍ସାହନ ଦବ ଭକ୍ତି ମାର୍ଗରେ ରହିବା ପାଇଁ। କାରଣ ଚୈତନ୍ୟ ମହାପ୍ରଭୁ, ଶାସ୍ତ୍ରରେ କୁହାଯାଏ, ବହୁତ ବଡ କଣ କ୍ୟାପିଟାଲିଷ୍ଟ ମାନେ କଣ ପୁଞ୍ଜିବାଦୀ। ଆଉ ସେ ପୁଞ୍ଜି କଣ? କୃଷ୍ଣ ପ୍ରେମର ପୁଞ୍ଜିକୁ ଭଗବାନ ଚୈତନ୍ୟ ମହାପ୍ରଭୁ ଆଣିଛନ୍ତି। ଆଉ ସେ ପୁଞ୍ଜିକୁ କେମିତି ଆଣିଛନ୍ତି? ଭଗବାନଙ୍କ ଟଚ ଷ୍ଟୋନ ଅଫ ଲଭ ଅଫ ଗଡହେଡ, ଭଗବାନ ଚୈତନ୍ୟ ମହାପ୍ରଭୁ ଟଚ ଷ୍ଟୋନ, ପାରସମଣି, ପ୍ରେମ ଭକ୍ତିର ପାରସମଣି। ମହାପ୍ରଭୁ ଯାହାକୁ ଆଲିଙ୍ଗନ କରିବେ, ସେ କୃଷ୍ଣ ପ୍ରେମ ପ୍ରାପ୍ତି କରିକି ଭଗବତ ଧାମ ଯାଇପାରିବ। କିନ୍ତୁ ଆମର ବଦ୍ଧତା ଏତେ ତୀବ୍ର ଅଛି, ଆମେ ସେଇ ପାରସମଣିର ସ୍ପର୍ଶରେ ହିଁ ଆସୁନେ। ତେଣୁ ପ୍ରଭୁପାଦଙ୍କର ଅଶେଷ ଅନୁକମ୍ପା ଆମ ପାଖରେ ରହିଲେ ତାପରେ ଅଛି, କିନ୍ତୁ ଆମକୁ କପଟ ଶୂନ୍ୟ ହେଇକି ଭକ୍ତି କରିବାର ଅଛି। ଅଲଗା କୌଣସି ଉଦ୍ଦେଶ୍ୟ ନ ରଖିକି, ଅଲଗା କୌଣସି ସୂକ୍ଷ୍ମରୁ ସୂକ୍ଷ୍ମତର ଉଦ୍ଦେଶ୍ୟ ଯାହାବି ଆମକୁ ଭୌତିକ ପ୍ରବଞ୍ଚନାର ଶିକାର କରେଇ ଦିଏ, ସେ ଅଲଗା କୌଣସି ଉଦ୍ଦେଶ୍ୟ ନ ରଖିକି ଯଦି କୃଷ୍ଣଙ୍କ ପ୍ରୀତ୍ୟାର୍ଥେ ଆମେ ଯେତେବେଳେ ଭଗବାନଙ୍କ ପାଇଁ ଭକ୍ତି କରୁଛେ, ସେତେବେଳେ ସେଇ ଭକ୍ତିଟା ଆଜି କାଉଣ୍ଟ ହବ ଶୁଦ୍ଧ ଭକ୍ତି। ପ୍ରଭୁପାଦ ଯେତେବେଳେ ବିଦେଶ ଯାଉଥିଲେ, ସେତେବେଳେ ଗୋଟେ ଫ୍ୟାକ୍ଟ୍ରିଜ ଥିଲା। ସେ ଫ୍ୟାକ୍ଟ୍ରିର ଉପରେ ଲେଖା ହେଇଥିଲା ଆଲଏଡ କରିକି ଲେଖା ହେଇଥିଲା। ଆଉ ପ୍ରଭୁପାଦ ସେଇଠୁ
ପିକ୍ କଲେ କି ଶୁଦ୍ଧ ଭକ୍ତି ମଧ୍ୟ ଅନଆଲଏଡ୍ ହବା ଦରକାର, କୌଣସି ଜିନିଷ ମିଶ୍ରିତ ହବନି। ତ ଆମେ ନିଜକୁ ପଚାରିବା ଦରକାର, ୟା ଫିର ଆମ ହୃଦୟକୁ ଆମେ ଝାଙ୍କିକି ଦେଖିବା ଦରକାର କି ମୋ ହୃଦୟରେ ବାସ୍ତବରେ ଅଛି କଣ, କେତେ ଆସକ୍ତି ଅଛି, କେତେ ଅନର୍ଥ ଅଛି। ଏଇଟା ମୁଁ ସାମ୍ନାରେ ସମସ୍ତଙ୍କୁ କହୁନି, ଏଇଟା ମୁଁ ନିଜ ପାଇଁ କଣ୍ଟେମ୍ପଲେଟ୍ କରୁଛି କି ମୋ ଭିତରେ ମଧ୍ୟ ବହୁତ ଅନର୍ଥ ଅଛି, ଲିମିଟେସନ ଅଛି, ଅବଗୁଣ ଅଛି। ତ ୟା ସହିତ ଧୀରେ 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 ଆମ ସମସ୍ତଙ୍କୁ କି ପାହାଚ ପରେ ପାହାଚ କରିକି ଯିବାକୁ ପଡିବ। ଆଉ ଗୋଟେ ରିସ୍କ ଅଛି କି ଯଦି ଆମେ କପଟତା ଆଚରଣ କରିବା, ଆନୁଗତ୍ୟ ସ୍ୱୀକାର କରିବାନି ପ୍ରଭୁପାଦଙ୍କର, ଆଉ ନିଜେ କୌଣସି ନା କୌଣସି ଉପାୟରେ ମାୟାର ପ୍ରବଞ୍ଚନାରେ ପଡିଯିବା ପୁନଃ, ଆଉ ଏ ସୁଯୋଗ ଅମୃତମୟ ସୁଯୋଗ ଆଉ ମିଳିବନି। ତେଣୁ ଜଣେ ନିଶ୍ଚୟ ଭାବରେ ପ୍ରାକ୍ଟିକାଲି କାନ୍ଦିବା ଦରକାର ଚୈତନ୍ୟ ମହାପ୍ରଭୁଙ୍କ ଚରଣ କମଳରେ ଧରିକି। ଆଉ ଚୈତନ୍ୟ ମହାପ୍ରଭୁ ପତିତ ପାବନ, ଆଉ ପତିତ ପାବନ ହେଇକି ଯଦି ଭଗବାନ ଦୟା କରିବେନି ତାହେଲେ ଆମର ଆଉ କି ସାମର୍ଥ୍ୟ ଅଛି। ଆମେ ତ ବେଷ୍ଟ କ୍ୱାଲିଫାଏଡ ପତିତ ଭଳିଆ। ତେଣୁ ଭଗବାନ ଦୟା ନିଶ୍ଚୟ କରିବେ, କିନ୍ତୁ ଗୋଟିଏ ଗୁଣ ରଖିଛନ୍ତି, ଗୋଟିଏ କଣ୍ଡିସନ ଭଗବାନ ରଖିଛନ୍ତି କି କପଟତା ନଥିବ। ତ ଆମେ କପଟ ନ ହେଇକି, ଲିମିଟେସନ ଥାଇପାରେ, କପଟତା ରହିବନି, ଦିଟାର ବହୁତ ଅନ୍ତର ଅଛି। ମୁଁ ଗୋଟେ ଜିନିଷ କରିପାରୁନି ତ ସେଇଟା ଲିମିଟେସନ, କିନ୍ତୁ ମୁଁ ଜାଣି ଶୁଣି ଗୋଟେ ଭୁଲ କରୁଛି ତ ସେଇଟା କପଟତା। ଆମେ କପଟ ନ ହେଇକି ଯଦି ଭଗବାନଙ୍କର ଶୁଦ୍ଧ ଭକ୍ତି କରିବା ପାଇଁ ଚାହିଁବା, ତାହେଲେ ଏଇ ଜନ୍ମରେ ଆମେ ଭଗବତ ଧାମ ଯାଇପାରିବା ପ୍ରଭୁପାଦଙ୍କର ପ୍ରତିଶ୍ରୁତି ଅନୁସାରେ। ତେଣୁ ସମସ୍ତଙ୍କୁ ମୁଁ ଏଇ ଆହ୍ୱାନ କରିପାରିବି ଚୈତନ୍ୟ ମହାପ୍ରଭୁଙ୍କ ପାଦ ପଦ୍ମରେ ଆଶ୍ରୟ ନେବା ପାଇଁ। ସମସ୍ତେ ସଂଘର୍ଷ କରୁଛେ, କିନ୍ତୁ ସେଥିପାଇଁ କୁହାଯାଏ, ଆର୍ ୟୁ ଚାଣ୍ଟିଂ ଫର ଦ ପ୍ଲେଜର ଅଫ ଲର୍ଡ ଗୌର। ଚୈତନ୍ୟ ମହାପ୍ରଭୁଙ୍କର ପ୍ରୀତି ବିଧାନ ପାଇଁ ଆମେ କଣ ଭଗବାନଙ୍କର ନାମ ଜପ କରୁଛେ। ଏବେ ନାମ ଜପ ଆମେ ଯେତେବେଳେ କରୁଛେ, ଯେତେବେଳେ ବେଳେ ବେଳେ ଆମ ମନରେ ଆସେ କି ନାଇଁ ସଂସାର ବହୁତ ଦୁଃଖମୟ, ତ ସେଇଟା ଗୋଟେ ରିଜିନ। ତାପରେ ସେଇଟା ଗୋଟେ ପ୍ରୋତ୍ସାହନ ଭଗବାନଙ୍କର ନାମ କରିବା ପାଇଁ। କିନ୍ତୁ ବାସ୍ତବରେ ଆମେ ନାମ କରିବା ଦରକାର ଚୈତନ୍ୟ ମହାପ୍ରଭୁଙ୍କ ପ୍ରସନ୍ନତା ପାଇଁ। ତେଣୁ ନିଷ୍କପଟ ଭାବରେ ଗୁରୁ ଆଚାର୍ଯ୍ୟଙ୍କ କୃପା ପ୍ରାପ୍ତି କରିବା ପାଇଁ ଆମେ ଆମର ବ୍ୟବହାରରେ ନିଷ୍ଠା, ଆଉ ବେଳେ ବେଳେ ବାହ୍ୟ ଲୋକ ବ୍ୟବହାର ହେଇପାରେ ଅଲଗା କିଛି, କିନ୍ତୁ ଅନ୍ତରରେ ଆମେ ନିଷ୍ଠା ଆଉ ନିଷ୍କପଟତା ଗୁଣକୁ ଧାରଣ କରିବା ନିଶ୍ଚୟ ଦରକାର। ଏଟାକୁ ଆମକୁ ଜୀବନ ସାରା ଅଭ୍ୟାସ କରିବାର ଅଛି। ତ ଅଲଗା ଗୁଣ ଅଛି, ସହନଶୀଳତା, ନମ୍ରତା, ଏସବୁ ତ ରହିବ। କିନ୍ତୁ